तारा से लगे मते आपणारा लगे तारा मेरू तते पाइजी केमिति छाड़ी देबी मु खाली तोते भाबुची। हेलो हाय फ्रेंड्स मोस्ट मॉर्निंग आपको वेलकम करछे माय यूट्यूब चैनल माउन वर्ल्ड। जी भिडियोटा एटा जे 4 मंथ 5 मंथ एंड 6 मंथ जर्नीटा केमिति तो 1 2 3 कहि सारछि तो एटा होछि 4 5 6 मंथ जर्नी ତାହାକୁ ଦଉଛି ଫିଟନେସ୍ ଜର୍ନି ସବୁ ଷ୍ଟେପ୍ ବାଇ ଷ୍ଟେପ୍ ଭିନ୍ନ ଭିନ୍ନ ମାନେ ଏତେ ଭିନ୍ନ ଯେ ମାନେ କ'ଣ କହିବେ ତ ଭାରି ମାନେ କଷ୍ଟଦାୟକ ଯେତିକି ଖୁସିଦାୟକ ବି ସେତିକି। ତ ଦୁଃଖେ ସୁଖେ ଚାଲିଛି ତ ଭଲ ବି ଲାଗୁଛି ରାଗ ବି ଲାଗୁଛି ଖୁସି ବି ଲାଗୁଛି କାନ୍ଦ ବି ଲାଗୁଛି ସବୁ କିଛିରେ ପରିପୂର୍ଣ୍ଣ ଏ ଜୀବନ। ତ ଆଉ ତ ଅଳ୍ପ ଦିନ ରହିଲା ଆସିବା ପାଇଁ ତ ସେଥିପାଇଁ ମନରେ ବି ଏକ୍ସାଇଟେଡ୍ ବହୁତ ଅଛି ଆଉ ଏକ୍ସାଇଟେଡ୍ ସହିତ ମୁଁ ଅପେକ୍ଷା କରିଛି ଆଉ ଆପଣଙ୍କ ଭାଇନା ବି ଅପେକ୍ଷା କରିଛନ୍ତି ଆଉ ସେ ଆମ କୋଳକୁ ଆସିବ ସବୁଠୁ ଖୁସିର ଟାଇମ୍ ସେଇଟା ଆମ ପାଇଁ ହବ। ତ ଜୀବନରେ ସବୁକିଛି ବଦଳିଯିବ। ଗୋଟେ ଝିଅର ଯେମିତି 3ଟା ଲାଇଫ୍ ଥାଏ ଗୋଟେ ପୁଅର ବି 3ଟା ଲାଇଫ୍ ଥାଏ। ଗୋଟେ ବ୍ୟାଚଲର୍ ଆଉ ଗୋଟେ ମ୍ୟାରେଡ୍ ଆଣ୍ଡ ଆଉ ଗୋଟେ ପ୍ୟାରେଣ୍ଟସ୍। ତ ସେ ଲାଇଫ୍ ଆମେ ତ ବ୍ୟାଚଲର୍ ଲାଇଫ୍ ଏନ୍ଜୟ କରିସାରିଲୁ ମ୍ୟାରେଡ୍ ଲାଇଫ୍ ବି ଏନ୍ଜୟ କରିଲୁ ଏବେ ପ୍ୟାରେଣ୍ଟସ୍ ଲାଇଫ୍ ଏନ୍ଜୟ କରିବାର ଟାଇମ୍ ଆସିଛି। ତ ଭାଇ ଭଉଣୀ ମାନଙ୍କର ଛୁଆ ପିଲାଙ୍କୁ ଧରିବା ତାଙ୍କୁ ଭଲ ପାଇବା ଦେବା ସବୁକିଛି ତ ମାନେ ଆପଣମାନେ ବି ମାନେ ଅତିବାହିତ କରିଛନ୍ତି ନିଜ ଛୁଆର ବି ଅତିବାହିତ କରିଛନ୍ତି। ଆମେ ବି ସେମିତି ଭାଇ ଭଉଣୀଙ୍କର ଛୁଆମାନଙ୍କର ଝିଅ ପୁଅମାନଙ୍କୁ ଭଲ ପାଇବା ଦେବା କେୟାର ନେବା ଟିକେ ସବୁକିଛି ଆମେ ବି ସେମିତି ଇଏ କରିଥିଲୁ କିନ୍ତୁ ନିଜ ଛୁଆର କେୟାର ଭଲ ପାଇବା ସେଇଟା ମାନେ ସବୁଠୁ ଡିଫରେନ୍ସ। କାହିଁକି ନା ଗୋଟେ ଏକ୍ଜାମ୍ପଲ୍ ତାର ଭାଇର ଝୁଅକୁ କି ଭଉଣୀର ପୁଅକୁ ଧରିଥିବା ଯଦି ଟିକେ ବି କାନ୍ଦେ କି ଟିକେ ବି ତାର କିଛି ମାନେ ଆଘାତ ପହଞ୍ଚାଏ ଯାହା ବି ହେଲେ ସେମାନେ ଆଗରେ ନ କହିପାରନ୍ତି କିନ୍ତୁ ପଛରେ ଟିକେ ରାଗି ପାରନ୍ତି କି ମୁହଁ ଭୁଲେଇ ପାରନ୍ତି। ବଟ୍ ମୁଁ ବି ସେ ଜାଗାରେ ଥିଲେ ବି ସେଇଆ ହେଇଥାନ୍ତା। ବଟ୍ ନିଜ ଛୁଆର କିଛି ବି ହଉ ସେଟା ନିଜ ଉପରେ ଇଏ କରେ ତ ସେ ଇଏ ଯାହା ବି ହେଲେ ନିଜର ତ ସେ ଫିଲିଙ୍ଗସଟା ମାନେ ବହୁତ ନିଆରା। ମୁଁ ବାସ୍ ଏକ୍ସାଇଟେଡ୍ ସହିତ ଅପେକ୍ଷା କରିଛି ଆପଣ ଭାଇନା ବି ଏକ୍ସାଇଟେଡ୍ ସହିତ ଅପେକ୍ଷା କରିଛନ୍ତି କେବେ ଆସିବ ଆମ କୋଳକୁ। ଆଉ ମାନେ ମୁଁ ତ ତା ସହିତ ସାରାଦିନ ମାନେ ରହିବି ବଟ୍ ଆପଣ ଭାଇନା କ'ଣ ଡ୍ୟୁଟି ଯିବେ ଡ୍ୟୁଟିରୁ ଆସିଲା ପରେ ତା ସହିତ ଯାହା ତାଙ୍କ ଟାଇମ୍ ସ୍ପେଣ୍ଡ ହେବ ଭାଇନାଙ୍କର ଅଳ୍ପ ସମୟ କାହିଁକିନା ଡ୍ୟୁଟି ଯିବେ ଆଉ ରାତିରେ ଶୋଇବେ ଆଉ ଯେଉଁ ମଝିରେ ଗ୍ୟାପ୍ ସମୟ ରହିଲା ସେତିକି ଟାଇମ୍ ଯାହା ତା ସହିତ ଟାଇମ୍ ସ୍ପେଣ୍ଡ କରିବେ। ବଟ୍ ମୋର ସାରାଦିନ ଏମିତିକି ରାତିରେ ଛୁଆମାନେ ଶୁଅନ୍ତିନି କାଳେ ରାତିରେ ବି ମୋର ବି ମାନେ ଡ୍ୟୁଟି କରିବାର ଅଛି ମାନେ ତା ପାଇଁକା ତ ଏମିତି ସବୁ ବହୁତ ମାନେ ଭାବିଛୁ ବଟ୍
ବେଶୀ କିଛି ଭାବିନୁ, କାହିଁକିନା ଆଗରୁ ଭାବିଥିଲେ କିଛି ବି ହୁଏନି। ତ ସେଥିପାଇଁକା ଏତେ ସବୁ ଭାବିନି, ବାସ୍ ଖାଲି ୱେଟ୍ କରିଛି କେବେ ଆସିବ ଆଉ ମୋତେ ମାମା ତାଙ୍କୁ ପାପା ଡାକିବ। ତ ସେ ଡାକ ମାନେ ସବୁଠୁ ନିଆରା। ଯେତେବେଳେ ଆମେ ମାନେ ଆମ ମା ବାପାଙ୍କୁ ଡାକି ଦଉ, ସେମାନେ କେତେ ଖୁସି ହେଇଯାଆନ୍ତି। ତ ସେମିତି ଆମେ ବି ଅପେକ୍ଷା କରିଛୁ। ଆଉ ଆପଣ ଭାଇନା ତ ଏତେ କେୟାର ନେଉଛନ୍ତି, ପୁରା ପାପା ପୁରା ଇଏ। ତ ଯେତେ ଗୋଟେ ସ୍ୱାମୀ ମାନେ ଏଇ ଟାଇମରେ ହିଁ ଜଣାପଡ଼େ ଗୋଟେ ସ୍ୱାମୀ ମାନେ କେତେ ତା ସ୍ତ୍ରୀକୁ ଭଲ ପାଏ, ତା ବାପା ହେବା ପାଇଁ କେତେ ଯୋଗ୍ୟ। କାହିଁକିନା ସ୍ତ୍ରୀର ଯତ୍ନ ନେବା ଏଇ ଟାଇମରେ ନିଜ ଡ୍ୟୁଟି, ତାପରେ ସବୁ ପ୍ରକାର ଟେନସନକୁ ଆଡ଼େଇ ନିଜ ସ୍ତ୍ରୀର ଯତ୍ନ ନେବା କେତେ ଇଏ ଏଇ ଟାଇମରେ ହିଁ ଜଣାପଡ଼େ। ତ ଆପଣମାନେ ଜାଣିଛନ୍ତି ମୁଁ ତ ଏକାଟିଆ ରହୁଛି ଗାଁରେ। ଅଛନ୍ତି ଆମ ଶ୍ୱଶୁର ଦେଢ଼ଶୁର ଯା, ବଟ୍ ଆମେ ଏଠି ରହୁଛୁ। ତ ତାଙ୍କର ମୋର ତାଙ୍କ ଜବ୍ ଯେହେତୁ ଆଡ଼େ ବି ମାନେ ଆମର ମ୍ୟାରେଜ୍ ତ ନୂଆ ନୂଆ ହେଇଛି, ତ ଛୁଆ ବଡ଼ ହେଇଗଲେ ଆଉ ବି ବାହାରେ ରହିବାର ଅଛି କି ନାହିଁ ସେଇଟା ତ ଜାଣିନି, ବଟ୍ ପ୍ଲାନିଂ ନାହିଁ ରହିବାର। ତ ସେଥିପାଇଁକା ଏବେ ଆମେ ଏଇଠି ଅଛୁ। ଆମେ କ'ଣ, ମୁଁ ତ ଏକାଠି ଅଛି ଯେହେତୁ ଆପଣଙ୍କ ଭାଇନା ସବୁ ପ୍ରକାର ହେଲ୍ପ ଆଉ ମାନେ ବହୁତ ଖୁସି ଲାଗେ। ତ ବାସ୍ ସେତିକି ଠାକୁରଙ୍କୁ ଡାକୁଛି ସବୁବେଳେ ସେ ଖୁସିରେ ରୁହନ୍ତୁ, ଆଉ କାହାର ଖରାପ ନଜର ନ ପଡ଼ୁ ଆମ ଦୁଇ ଜଣଙ୍କ ଉପରେ, ଭଲ ପାଇବା ଉପରେ। କାହିଁକି ନା ସମସ୍ତେ ସହିପାରନ୍ତିନି, ମୁଁ ଜାଣିଛି। ଆଉ ବହୁତ ଜଣ ଏମିତି ଅଛନ୍ତି କି ଆମେ ଖୁସିରେ ରହିଲେ ସେମାନେ ସହିପାରିବେନି, ସବୁବେଳେ ଆମ ଭିତରେ ଫାଟ ସୃଷ୍ଟି କରିବାକୁ ଚାହାନ୍ତି। ଆଉ ଏମିତି ହେଇଛି, କିନ୍ତୁ ମହାଦେବ ଅଛନ୍ତି, ତ ସେମିତି ବଡ଼ କିଛି ବି ହେଇନି। କିନ୍ତୁ ସମସ୍ତେ ଭାବନ୍ତି ଏ ମାଙ୍କ ଭିତରେ ଝଗଡ଼ା ହେଉନଥିବ, ଆମ ଭିତରେ ବହୁତ ଝଗଡ଼ା ହୁଏ। ବଟ୍ ଏବେ ହୁଏନି, କ୍ୱଚିତ୍ ହୁଏ ଝଗଡ଼ା। ବାହାଘର ପରେ କି ଲଭ୍ ଲାଇଫ୍ରେ ଥିଲାବେଳେ ଝଗଡ଼ା କାହାର ହୁଏନି, ସମସ୍ତଙ୍କର ହୁଏ। ବଟ୍ ସେଇ ଝଗଡ଼ାକୁ ଭୁଲିକି ଯଦି ଆମେ ସମ୍ପର୍କକୁ ଆଗକୁ ବଢ଼େଇବା, ତ ସମ୍ପର୍କ ସେମିତି ନୂଆ ଲାଗିବ, ଆଣ୍ଡ ଭଲ ଲାଗିବ। ଯେମିତି ମା ଲକ୍ଷ୍ମୀ ରାଗିଥିଲେ ପ୍ରଭୁ ଜଗନ୍ନାଥଙ୍କ ଉପରେ, ତ ଯେତେବେଳେ ରସଗୋଲା ଦେଇଥିଲେ ନା, ମାଙ୍କ ରାଗ ଥଣ୍ଡା ହେଇଗଲା। ଆଉ ରାଗକୁ ବେଶୀ ସମୟ ରଖିବା ବି ଠିକ୍ ନୁହଁ। ଆମ ଭିତରେ ଝଗଡ଼ା ତ ବହୁତ ହୁଏ, କିନ୍ତୁ ବେଶୀ ସମୟ ଆମେ ରାଗିକି ରହୁନି। ସେ ମୋ ମୁହଁକୁ ଅନେଇଲେ ମୁଁ ହସ ମାଡ଼େ, ହସ ଲାଗେ। ତ ବେଶୀ ଯୋଉ ରାଗ ହେଇଥିଲେ ନିହାତି ତଥାପି ଘଣ୍ଟେ 2 ଘଣ୍ଟା ରାଗ ଟିକେ ରହିଯାଏ। ନର୍ମାଲ୍ ଏମିତି ହେଇଥିଲେ ବାସ୍। ତ ଏମିତି ଚାଲିଛି। ତ ପ୍ରେଗନେନ୍ସି ଟାଇମ୍ରେ ତ ଆପଣଙ୍କ ଭାଇନାଙ୍କର ବହୁତ ହେଲ୍ପ ଅଛି, କାହିଁକିନା ବାପା ହେବା ପାଇଁ ପୁରା ସେ ଯୋଗ୍ୟ। ଆଉ ଏମିତି ନୁହେଁ କି ବାହାର ଲୋକଙ୍କ ଆଗରେ ଭଲ ଦେଖେଇ ଭିତରେ ପାଟିତୁଣ୍ଡ ସେମିତି ନାହିଁ। ବାସ୍ ସେ ଆଗରେ ଯାହା ଭିତରେ ସେୟା। ଆଉ ମୋର ଟିକେ କ'ଣ ହେଲେ ତାଙ୍କ ଦେହ କ'ଣ ହେଇଯାଏ। ତ ଯେମିତି ମୋ ବାପା ମାଆଙ୍କ ଭଲ ପାଇବା ପାଉଥିଲି, ତ ସେମିତି ତାଙ୍କ ଭଲ ପାଇବା। ତ ଚାଲିଛି ସବୁ ଠିକ୍ ଠାକ୍। ତ ଏବେ ତ ଟିକେ କଷ୍ଟ ଲାଗୁଛି, କାହିଁକିନା ଏଇ ଜର୍ଣ୍ଣିଟା ମାନେ 7 ମନ୍ଥ ହବ।
ଟିକେ କଷ୍ଟ ଲାଗୁଛି। କଷ୍ଟ କ'ଣ କିଛି କଷ୍ଟ ନୁହେଁ, ବଟ୍ ମାନେ ଭାରି ଭାରି ଲାଗୁଛି। ତ ଛାଡ଼ନ୍ତୁ, ଆମର ଟପିକ୍ ଥିଲା କ'ଣ, 3rd, 4th, 5th, 6th month ଜର୍ଣ୍ଣି। 4th month ସେମିତି ବାନ୍ତି ହେଉଥିଲା, ବାଥରୁମ୍କୁ ଗଲେ ମାନେ ବାନ୍ତି, ତେଲ ବାସ୍ନା ପାଇଲେ ବି ବାନ୍ତି, ଆଉ କିଛି ଭଲ ଲାଗୁନଥିଲା ଖାଇବା ପାଇଁ, କିଛି ବି ନୁହଁ, କିନ୍ତୁ ଭୋକ କରୁଥିଲା ବଟ୍ ଖାଇପାରୁନଥିଲି, କାନ୍ଦ ଲାଗେ ବହୁତ। ତ ଏମିତିକି ମସଲା ମସଲି ଜିନିଷ ବି ଖାଇବା ପାଇଁ ଇଚ୍ଛା ହେଉଥିଲା, ଡାଲି ବି ଖାଇବା ପାଇଁ ଇଚ୍ଛା ହେଉନଥିଲା, ଆଉ ନନଭେଜ୍ ତ ଟୋଟାଲି ନୁହଁ, ଟୋଟାଲି ନନଭେଜ୍କୁ ମୁଁ ଛି କରିଦେଇଥିଲି, ନନଭେଜ୍ ଟୋଟାଲି ନୁହଁ। ତାପରେ ଚିଡ଼ଚିଡ଼ ଲାଗେ, ରାଗ ଲାଗେ, କାନ୍ଦ ଲାଗେ। ତାପରେ ଏମିତି ଚାଲିଲା 4th month। 5th monthରେ ହାଫ୍ ମାନେ 15 ତାରିଖ ଯାଏଁ, 15 ନା 17, 18 ଯାଏଁ ସେମିତି ଲାଗିଲା, କିଛି ବି ଭଲ ଲାଗିଲାନି। 19, 18 ତାରିଖ ଘରକୁ ଯାଇଥିଲି। ତ ଘରେ ଯେତେବେଳେ ପହଞ୍ଚିଗଲି, ମାନେ ସବୁ କିଛି ଚେଞ୍ଜ ହେଇଗଲା ମୋର, ମାନେ ମୋତେ ଜଣା ଲାଗିଲାନି ଯେ ଏତେ କଷ୍ଟ ଲାଗୁଛି ମୋତେ, ଆଗରୁ ଲାଗୁଥିଲା। 19ରେ ଅପର୍ଣ୍ଣାର ବାହାଘର ଥିଲା, ଜୁନ୍ 19। ତ 18ରେ ଯାଇଥିଲି ନା, ଟୋଟାଲି ଜଣା ପଡ଼ୁନଥିଲା। ତାପରେ ଆସିଲା ପରେ ଠିକ୍ ଠାକ୍, ଆଉ କିଛି ବି ମୋତେ କଷ୍ଟ ହେଇନି, ଖାଇବା ପିଇବା ଠିକ୍ ଠାକ୍, ସବୁ ଠିକ୍ ଠାକ୍। ତା ମାନେ ନୁହେଁ ଯେ ବହୁତ ବହୁତ ଖାଇବା, ବାସ୍ ଅଳ୍ପ ଖାଉଥିଲି କିନ୍ତୁ ବାରମ୍ବାର ଖାଉଥିଲି। ତାପରେ 6th month ଚାଲିଛି ଏବେ, ତ 6th month ବି ସେଇଆ ପୁରା ଠିକ୍ ଠାକ୍ ଅଛି, ବଟ୍ ବାନ୍ତି ବେଳେବେଳେ ହୁଏ, ମାନେ ଏମିତି 7-8 ଦିନକୁ ଥରେ, 10 ଦିନକୁ ଥରେ, ଏମିତି କ'ଣ ପାଇଁ ହୁଏ ସେଟା ମୁଁ ଜାଣିନି। ତ ଆଗରୁ ରୋଷେଇ କରୁଥିଲି, ବଟ୍ ମାନେ ରୋଷେଇ କଲା ଟାଇମ୍ରେ ତ ଗ୍ୟାସ୍ ହୁଏ, କିଛି ଭଲ ଲାଗେନି, କିନ୍ତୁ ଏବେ ରୋଷେଇ ଠିକ୍ ଠାକ୍ ନର୍ମାଲ୍, ଆଗ ଭଳି ଯେମିତି ମାନେ ପ୍ରେଗନେନ୍ସି ନଥାନ୍ତି ସେମିତି ରୋଷେଇ ଠିକ୍ ଠାକ୍, କିଛି ବି କଷ୍ଟ ହେଉନି, କି ବାନ୍ତି ମାଡ଼ୁନି, କି ସ୍ମେଲ୍ ହେଉନି, ତ ଭଲ ଲୋକଙ୍କ ଭଳିଆ। ଆଉ ବାଥରୁମ୍କୁ ଗଲେ ବି କିଛି ସ୍ମେଲ୍ ନାହିଁ, ଆଉ ସବୁ ଠିକ୍ ଠାକ୍ ଚାଲିଛି। ଆମର ଯେ ଡକ୍ଟର ସେ ଯେଉଁ ଡାଇବେଟିସ୍ କଥା ତ ଆପଣମାନେ ଦେଖିନାହାନ୍ତି, ଆପଣ ଯାଇକି ଦେଖିଦେବେ, ସିଏ ଗୋଟେ କେଁ ପଜାଉଥିଲା, ବଟ୍ ମୋର ସେମିତି କିଛି ନାହିଁ, ସବୁ ଠିକ୍ ଠାକ୍। ଆଉ ହଁ, ଏ 5-6 ଦିନ ହେଲା, ମାନେ 7 ମାସ ପାଖକୁ ଅଳ୍ପ ଦିନ ଅଛି ନା, 5-6 ମାସ ହେଲା ଅଣ୍ଟା ପେନ୍ ହେଉଛି, ଅଣ୍ଟା ପେନ୍ ହେଉଛି, ପେଟ ଭାରି ଲାଗୁଛି, ଏଣ୍ଡ ବେଳେବେଳେ ତ ବାନ୍ତି ହେଉଛି କହିଛି। ତ ରାତିରେ ଶୋଇ ହେଉନି, ଆଗରୁ ତ ଶୋଇ ହେଉନଥିଲା, ଟୋଟାଲି ରାତି ସାରା ଶୋଇ ହେଉଥିଲା, ଏବେ ଶୋଇ ହେଉଛି ଅବଶ୍ୟ, ବଟ୍ ଶୋଇବା ପାଇଁ ଗଲା ବେଳକୁ ଘଣ୍ଟାଏ ଆଗ ପେଟ ଯନ୍ତ୍ରଣା ଯେମିତି ହୁଏ, ମାନେ ଏମିତି, ମାନେ କାହିଁକି ନା ଆଗ ଯେତେବେଳେ ଶୋଇବା, ଆଗ ସିଧା ହେଇକି ଶୋଇବା, ତାପରେ ଅଣେଇ ହେବା, ତ ସେଥିପାଇଁ କି କ'ଣ ଜାଣିନି, ତ ଏଇଥର ଡକ୍ଟର ଗଲେ ପଚାରିବେ। ତ କିନ୍ତୁ ମୋର ସବୁ ଠିକ୍ ଠାକ୍ ଅଛି, ନର୍ମାଲ୍। ଆଉ ଗୋଟେ କଥା, ଡକ୍ଟର ଚାଲିବା ପାଇଁ କହିଛନ୍ତି, ତ ମୁଁ ଏଇଠୁ ଚାଲିବି 5-7 ଥର ଚାଲିକି ମୋ ଦେହ କ'ଣ ହେଇଯିବ, ପୁଣି ଆସିକି ବସି ପଡ଼ିବି, ନହେଲେ ଶୋଇ ପଡ଼ିବି, ତାପରେ ଏମିତି କରି, ତାପରେ ଖାଇବା ବି ସେମିତି 1-2 ଘଣ୍ଟା ଥରେ ଭୋକ କରୁଛି, ଖାଉଛି।
मेडिसिन जेମିତି ଖାଇବା କଥା ଖାଉଛୁ ତ ଚାଲିଛି ଆଉ। ତ ଆଗକୁ ଆଉ କ'ଣ ହବ କେଜାଣି। ତ ଏଇଟା 6 month ଥିଲା। ତ କିନ୍ତୁ ବେବି ମୁଭମେଣ୍ଟଟା ବହୁତ ଜୋରେ ହେଉଛି ଆଣ୍ଡ ଭଲ ବି ଲାଗୁଛି। ମତେ ବହୁତ ଭଲ ଲାଗୁଛି ଯେମିତି ଏମିତି ମାଛ ଗୁଡ଼ା ଯଦି ତା ଭିତରେ ଖେଳୁଛି। ତ ସେତେବେଳେ ବହୁତ ଇଚ୍ଛା ହେଇଥାଏ କୋଳକୁ ନେଇ ଆସନ୍ତି କି। ତ ମନେ ପଡ଼େ ମାନେ ପ୍ଲାନିଂ ନଥିଲା, ବେବି ପ୍ଲାନିଂ ନଥିଲା ଏତେ, ଠାକୁରଙ୍କ ବରଦାନ। ଆଉ କିଛି ଜଣଙ୍କର କହିବାର ସେଥିପାଇଁକା, ନହେଲେ ଏବେ ବେବି ପ୍ଲାନିଂ ନଥିଲା। କିନ୍ତୁ ସେମାନଙ୍କ କହିବା ଠାକୁରଙ୍କ ବରଦାନ ସବୁ କିଛି ମିଶିକି ଯଦି ବେବି ଆସିଛି ତ ମୁଁ ବହୁତ ଖୁସି ଅଛି। ଆଉ ସେମାନଙ୍କର ସେମାନେ ଅଭିଶାପ ଦେଇଥିଲେ କି କହୁଥିଲେ ମୁଁ ଜାଣିନି, ବଟ୍ ମୋ ପାଇଁ ସେ ଆଶୀର୍ବାଦ ହେଇଗଲା। ସେ ଆସିଲା ପରେ ମୋ ଟାଇମ୍ ହିଁ ଜଣା ପଡ଼ିବନି। ବହୁତ ଏକ୍ସାଇଟେଡ୍ ଅଛି। କହିବା ଲୋକଠାରୁ ସହିବା ଲୋକ ମାନେ ଉପରେ, ଯିଏ ଯାହାକୁ ମୁଁ ସେ କଥା ମାଇଣ୍ଡ କରେନି, ବଟ୍ ମୋ ଠାକୁରଙ୍କୁ ବି ଛାଡ଼ିଦିଏ। ଛାଡ଼ନ୍ତୁ, ମୋ ବେବି ଆସିବାରେ ଅଛି। ବାସ୍ ୱେଟ୍ କରୁଛି ଜଲ୍ଦି ପଳେଇ ଆସୁ ନା ନାହିଁ। ତ ଏମିତି ଭିଡ଼ିଓ ଥିଲା। ତ ମୋ ଜର୍ଣ୍ଣି, ତ ବେବି ହେଇସାରିଲା ପରେ 7, 8, 9 ମନ୍ଥର ଜର୍ଣ୍ଣିଟା ଆପଣଙ୍କ ଟିକେ ନେଇ ଆସିବି। ଆଉ ଭିଡ଼ିଓ ଯଦି ଭଲ ଲାଗୁଛି ଲାଇକ୍, ସେୟାର, ସବସ୍କ୍ରାଇବ୍ ନିଶ୍ଚୟ କରିବେ। ଆଉ ଫେସବୁକ୍, ଇନଷ୍ଟା, ମାଉନ୍ ୱାର୍ଲ୍ଡ ନିଶ୍ଚୟ ଫଲୋ କରିବେ। ଆଣ୍ଡ ୟୁଟ୍ୟୁବ୍ ତ ସବସ୍କ୍ରାଇବ୍ କରିଦେବେ। ଆଉ ବେଲ୍ ଆଇକନ୍କୁ ନିହାତି ପ୍ରେସ୍ କରିବେ। ମାନେ ନୂଆ ଭିଡ଼ିଓ ଆସିଲେ ଆପଣମାନେ କେମିତି ଦେଖିବେ କହିଲେ ଟିକେ। ଆଗକୁ ବହୁତ ସାରା ଭିଡ଼ିଓ ଆସିବାର ଅଛି, ତ ସେଟା ବି ଆପଣମାନେ ଦେଖିବେ ନା ନାହିଁ। ତ ଯଦି ଭିଡ଼ିଓ ଭଲ ଲାଗୁଛି ଆପଣମାନେ ନିହାତି ଏ କାମ କରିବେ, ଲାଇକ୍, ସେୟାର, ସବସ୍କ୍ରାଇବ୍, ଫଲୋ, କମେଣ୍ଟ ନିହାତି କରିବେ। ଆଉ ମୋ ଜର୍ଣ୍ଣି ତ ଆପଣମାନଙ୍କ ସହିତ ସେୟାର କରୁଛି। ଆଉ ବାସ୍ ଠାକୁରଙ୍କୁ ଡାକନ୍ତୁ ଭଲରେ ଆମ ବେବି ଆସିଯାଉ। ସେ ପୁଅ ହଉ କିମ୍ବା ଝିଅ ହଉ, ଯାହା ବି ହଉ, ସୁସ୍ଥ ସବଳ ଭଲ ହେଇକି ଆସୁ, ଆଉ ସବୁ ଠିକ୍ ଠାକ୍ ହେଇଯାଉ। ବାସ୍। ତ ରହିଲି, ନମସ୍କାର, ଟାଟା, ବାଏ ବାଏ, ଜୟ ଜଗନ୍ନାଥ, ଜୟ ମା ଶାରଳା। লাইক কর, কমেন্ট কর, ভিডিওটা ভাইরাল কর।